କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହଲିପାର ଅଞ୍ଚଳ ଟିପିଗୁଡ଼ାଠାରେ ଅନୁଷ୍ଠିତ ହୋଇଥିବା ରାତ୍ରିକାଳୀନ ସର୍କିଲ୍ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ସିଦ୍ଧିବିନାୟକ ଯୁବକ ସଂଘ ତରଫରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଫାଇନାଲ ମ୍ୟାଚ୍ ସତ୍ୟ ଚମ୍ପିଆନ ଓ ପଟ୍ଟନାୟକ ପାନ୍ଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଟ୍ଟନାୟକ ପାନ୍ଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭରରେ 6 ୱିକେଟ୍ ହରାଇ 86 ରନ୍ କରିଥିଲା। ଏହାର ଜବାବରେ ସତ୍ୟ ଚମ୍ପିଆନ 8.5 ଓଭରରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ବିଜେତା ଦଳକୁ 7,000 ଓ ଉପବିଜେତା ଦଳକୁ 5,000 ଟଙ୍କା ସହିତ ମାନପତ୍ର, ଟ୍ରଫି ଓ ମେଡାଲ ପୁରସ୍କୃତ କରାଯାଇଥିବା ବେଳେ ସତ୍ୟ ଚମ୍ପିଆନ ସରୋଜ ନାୟକଙ୍କୁ ଉଚ୍ଚମାନର ଖେଳ ପାଇଁ ପ୍ଲେୟାର ଅଫ୍ ଦ ଫାଇନାଲ ଓ ସିରିଜ୍, ଶ୍ରେଷ୍ଠ ବୋଲର ଦ୍ରୋଣପୁଞ୍ଜି, ଶ୍ରେଷ୍ଠ ୱିକେଟ୍ କିପର ମୁକ୍ତେ ନାୟକ, ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଓମ୍ ଭୋଇ, ଶ୍ରେଷ୍ଠ ୱିକେଟ୍ ଟେକର ଭାବେ ଶିବୁ ନାୟକଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ଟପିଗୁଡ଼ା ସରପଞ୍ଚ ତଥା ଧର୍ମଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବକମାନଙ୍କ ଏଭଳି ନିଆରା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଟିପିଗୁଡ଼ା ପଞ୍ଚାୟତର ଯୁବ ପ୍ରତିଭାମାନ ଖେଳାଳିମାନଙ୍କୁ ନେଇ ଏକ ଶ୍ରେଷ୍ଠ କ୍ରିକେଟ ଦଳ ଗଠନ କରି ଏ ଅଞ୍ଚଳର ଖେଳାଳିମାନେ କିଭଳି ଜିଲ୍ଲା ତଥା ରାଜ୍ୟସ୍ତରରେ ଖେଳିପାରିବେ ସେଥିପାଇଁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଚନ୍ଦ୍ରବାଗ ଟିପିଗୁଡ଼ା ଗୌନ୍ତିଆ ବନ୍ଦ କୁମାର ନାୟକ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସନ୍ତୋଷ କୁମାର ଦୁର୍ଗା, ସାମ୍ବାଦିକ କୃଷ୍ଣ ଦାସ ନାୟକ, ତୁଳାରାମ ଦୁର୍ଗା, ଶିକ୍ଷକ ପ୍ରମୋଦ ନାୟକ, ଅବିନାଶ ଦୁର୍ଗା ମଞ୍ଚାସୀନ ଥିଲେ। ଉଭୟ ଅମ୍ପାୟାର ବ୍ରହ୍ମା ସେନାପତି ଓ ଟଙ୍କ ବିହାର ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଂରେ ରୁପି ନାୟକ ଓ ଅଜୟ ନାୟକ ସହଯୋଗ କରିଥିଲେ। କଳାହାଣ୍ଡିରୁ ଲିଙ୍ଗରାଜ ପଣ୍ଡାଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।